हाय ମୁଁ ସସ୍ମିତା ଆଜ ଏ ଷ୍ଟୁଡେଣ୍ଟ ହିସାବରେ ଏ ଭିଡ଼ିଓଟା ଆଜି ମୁଁ କରୁଛି ମୋ ସହ ଯାହା ହେଇଛି ବା ମୋ ମାଇଣ୍ଡସେଟ୍ ପାଇଁ ମୁଁ ଯେଉଁ ପ୍ରୋବ୍ଲେମ୍ ଫେସ୍ କରିଛି ମୁଁ ଚାହୁଁନି କି କେଉଁ ବି ପିଲା ଏମିତି ପ୍ରୋବ୍ଲେମ୍ ଫେସ୍ କରୁ। ଫାର୍ଷ୍ଟ କଥା ହେଉଛି କିଛି ସାଙ୍ଗ ଏମିତି ଥିବେ ଯିଏକି ତୁମ ପଛରେ ଗୋଟେ କଥା କହୁଥିବେ ତୁମ ଆଗରେ ଗୋଟେ କହୁଥିବେ। ସେ କିଛିଟା ସାଙ୍ଗମାନଙ୍କ କଥାକୁ ହିଁ ମୁଁ ବହୁତ ସିରିୟସ୍ ନେଉଥିଲି, ଭାବୁଥିଲି ହଁ ମୋ ବୋଧେ କିଛି ଖରାପ ଅଛି, ମୁଁ ବୋଧେ କ୍ଲାସ୍ରେ ବେଶୀ ହେଉଛି କି ବେଶୀ କୋଶ୍ଚିନ୍ ପଚାରି ଦେଉଛି, ଏମିତି ହିଁ କିଛି ଭାବୁଥିଲି। ତାପରେ ସେକେଣ୍ଡ କଥା ହେଉଛି ମୁଁ ସବୁବେଳେ ନିଜକୁ ଅନ୍ୟମାନଙ୍କ ସହ କମ୍ପେୟାର କରୁଥିଲି। ମୋ ପାଖକୁ ଯଦି କିଏ ଗୋଟେ ଟେଷ୍ଟ ପେପର୍ କିଣି ଦେଇଥିବ ମୁଁ କହେ ଆଉ ଆମ ଘର ଲୋକ ତ ମୋ ପାଇଁ ଟେଷ୍ଟ ପେପର୍ କିଣିଲେନି, ମୋ ପାଖରେ ତ ଖାଲି ବହି ଅଛି, ଆଉ ମୁଁ ତାହେଲେ କମ୍ ମାର୍କ ରହିଲା, ମୋ ଘର ଲୋକଙ୍କୁ ସିଧା ସିଧା ମନା କରିବି ମୋତେ କିଛି ଦେଇନାହାନ୍ତି ମୋତେ କିଛି କହିବେନି। ତାପରେ ଲାଷ୍ଟ କଥା ହେଉଛି ମୁଁ ସବୁବେଳେ ଭଗବାନଙ୍କ ଉପରେ ଜମା ବିଶ୍ୱାସ ରଖେନି। ଭଗବାନଙ୍କୁ ସବୁବେଳେ ନେଗେଟିଭ୍ ଟାଇପ୍ର ହିଁ ଦେଖେ। ଭଗବାନଙ୍କ ବିନା ଯଦି ପତ୍ର ନ ଝଡ଼େ ତାହେଲେ ଲୋକମାନଙ୍କର ଆକ୍ସିଡେଣ୍ଟ କେମିତି ହେଉଛି, ଲୋକମାନେ ମରୁଛନ୍ତି କ'ଣ ପାଇଁ, ଏତେ କଷ୍ଟ ସହୁଛନ୍ତି କ'ଣ ପାଇଁ। ଏହିସବୁ ମାଇଣ୍ଡସେଟ୍ ହିଁ ମୋତେ ସ୍କୁଲ୍ ଟାଇମ୍ରେ ବହୁତ ହିଁ ଡିଷ୍ଟର୍ବ କରୁଥିଲା। ହେଲେ ଏସବୁ ପ୍ରୋବ୍ଲେମ୍ର ସଲ୍ୟୁସନ୍ ମୋ ଜଣେ ମ୍ୟାମ୍ ଓ ସାର୍ ମୋତେ ଭଲ ଭାବେ ବୁଝେଇ କହିଦେଇଥିଲେ କି ଦେଖ ତୁ ସବୁବେଳେ ତୋ ସାଙ୍ଗମାନଙ୍କ କଥାକୁ ନିଜର ୱିକନେସ୍ ବନାନି, ବରଂ ସେଇଟାକୁ ତୁ ଇଗୋ ରଖ କି ସେଇଟା ମୋତେ ସେ ମାନେ ଏମିତି କମେଣ୍ଟ ପାସ୍ କଲା ଭଳିଆ କହିଛନ୍ତି କି ଏମିତି ଦେଖେଇ ଶିଖି କହୁଛନ୍ତି ଯଦି ତୁ ସେଇଟା ତୁ ନିଶ୍ଚୟ କରିକିନା ହିଁ ଦେଖେଇବୁ। ତାପରେ ନେକ୍ସଟ କଥା ହେଉଛି ଆଉ ତୁ କେବେ ତୋ ନିଜଠୁ ବଡ଼ ଲୋକଙ୍କ ସହ କେବେ କମ୍ପେୟାର କରିବୁନି। ଦେଖିବୁ ତୋଠୁ ତଳେ ରହୁଥିବା ଲୋକ ଯାହା ପାଖରେ ଖାଇବାକୁ ନାହିଁ ପିନ୍ଧିବାକୁ ନାହିଁ ସେମାନେ କେମିତି ଚଳୁଛନ୍ତି ପଢ଼ୁଛନ୍ତି, ସେମାନେ କେତେ କଷ୍ଟ ସରୁଛନ୍ତି, ତାଙ୍କ ତୁଳନାରେ ତୋ କଷ୍ଟ କିଛି ବି ନୁହଁ। ଆଉ ରହିଲା ଭଗବାନଙ୍କ କଥା, ଭଗବାନ ଯଦି ସତରେ ନଥାନ୍ତେ ତାହେଲେ ଯେଉଁ ହେଉଛି ଆଜି ଯଦି ତୋର କିଛି ଗୋଟେ ଛୋଟ ଖଣ୍ଡିଆ ହେଉଛି ଭାବ ଯେ ତୁ ଠାକୁରଙ୍କ ଉପରେ ବିଶ୍ୱାସ ରଖିଥିଲୁ ବୋଲି ସେ ଖଣ୍ଡିଆଟା